ଆଜି ମୁଁ ଆପଣମାନଙ୍କୁ ତ୍ରିଭୁଜ ମଧ୍ୟରେ ସର୍ବସମତାର ସର୍ତ୍ତ କେତୋଟି ଅଛି ମୁଁ ତାକୁ କହୁଛି। ଆଗରୁ ମୁଁ ସର୍ବସମତା କାହାକୁ କୁହାଯାଏ କହିଛି, କିନ୍ତୁ ତ୍ରିଭୁଜ ମଧ୍ୟରେ କେମିତି ସର୍ବସମତା ଥାଏ, ତାର କେଉଁ କେଉଁ ସର୍ତ୍ତ ଥାଏ ସେଇଟାକୁ ମୁଁ କହୁଛି। ମୁଁ ଏଠି ଲେଖିଛି ABC ତ୍ରିଭୁଜ, PQR ତ୍ରିଭୁଜ। ଏ ଦୁଇଟା ତ୍ରିଭୁଜରେ ଏଇଟା ଏର ଅନୁରୂପ କୋଣ ହେଲା କି P, Bର ଏଠି Q, Cର R। ଆମର ଦୁଇଟି ସର୍ବସମ ତ୍ରିଭୁଜ ପରସ୍ପର ସହିତ ମିଳି ଯାଉଥିବା ଶୀର୍ଷବିନ୍ଦୁ ମାନଙ୍କୁ ଅନୁରୂପ ଶୀର୍ଷବିନ୍ଦୁ, ପରସ୍ପର ସହ ମିଳି ଯାଉଥିବା ବାହୁମାନଙ୍କୁ ଅନୁରୂପ ବାହୁ ଓ ପରସ୍ପର ସହ ମିଳି ଯାଉଥିବା କୋଣକୁ ଅନୁରୂପ କୋଣ ବୋଲି କୁହାଯାଉଥିବ। ସର୍ବସମ ତ୍ରିଭୁଜ କ୍ଷେତ୍ରରେ ଆମେ କେମିତି ସଂକେତ ବ୍ୟବହାର କରାଯାଉ, ଏଇ ଯେଉଁ ସଂକେତଟା ବ୍ୟବହାର କରାଯାଏ। ଏର ସଂକେତ ସର୍ବସମ କାହା ସାଙ୍ଗରେ ନା P, ଏମିତି ଲେଖିବା P। ଏଇଟା ଆମର ଦୁଇଟା କୋଣ ସବୁ ଅନୁରୂପ କୋଣ ଆଉ ବାହୁ ସମାନ, ତେଣୁକରି ଏଇ ଦୁଇଟା ଆମେ ସର୍ବସମତା। ତାପରେ ଏଠି ଆମେ ବା ସର୍ତ୍ତ ହେଲା ବା ଆ ଅର୍ଥ ଏ ବାହୁ ଯେତିକି ଥିବ ଏ ଦୁଇଟା ତ୍ରିଭୁଜରେ MNO, PQR ତ୍ରିଭୁଜରେ MN ସହ ସମାନ ଥିବ କି ନା PQ, MO ସହିତ ସମାନ ଥିବ PR, ତା ସାଙ୍ଗରେ NO ସହିତ ସମାନ ଥିବ QR। ଏ ବାହୁ ସବୁ ଯେହେତୁ ସମାନ, ଦୁଇଟାକ ତ୍ରିଭୁଜର ବାହୁ ସମାନ, ସେଥିପାଇଁ କି ଦୁଇଟାକ ତ୍ରିଭୁଜ ମାନେ ସମାନ ହେଲେ। ତାପରେ ଏଇଟା ସର୍ତ୍ତ କ'ଣ ରହିଲା, ବା ଅର୍ଥ ବାହୁ ଦୁଇଟି ତ୍ରିଭୁଜ ମାତ୍ର ତିନି ବାହୁର ଦୈର୍ଘ୍ୟ ଅନ୍ୟ ତିନି ବାହୁର ଦୈର୍ଘ୍ୟ ସହିତ ସମାନ ହେବାରୁ, ତେଣୁ ଆମ ସର୍ତ୍ତକୁ ବାହୁ ସଂକ୍ଷେପରେ ବା ବୋଲି ସର୍ବସମତା କୁହାଯାଏ। ତାପରେ ଥାର୍ଡ଼ରେ ହେଲା ଆମେ ବା। ମୁଁ ଏଇଠି ଦୁଇଟା ତ୍ରିଭୁଜ ନେଇଛି, କ'ଣ ନା STUVWX। ଏ ତ୍ରିଭୁଜରେ ଆମର କୋଣ STU କୋଣ ସମାନ VWX କୋଣ ସମାନ। ତାପରେ ବାହୁ ଦେଇଛି କେତେ, ST ସମାନ VW। ତାପରେ ଅଛି ଆଉ ଗୋଟେ ବାହୁ TU ସମାନ WX। ଏଇ ଯେଉଁ ଆମେ ଲେଖିଲେ ଦୁଇଟା ବାହୁ ଏବଂ ଗୋଟେ କୋଣ ସମାନ ହେତୁ, ତାହେଲେ ସେ ଦୁଇଟା ତ୍ରିଭୁଜ ଆମର ସମାନ ହେଲା। କିଏ ନା STU ଏବଂ VWX। କେଉଁ ସର୍ତ୍ତ ଅନୁଯାୟୀ ନା ସର୍ତ୍ତ ବା। ଦୁଇଟା ବାହୁ ଆଉ ଯଦି କୋଣ ସମାନ, ଗୋଟେ କୋଣ ସମାନ ରହିବ ଦୁଇଟାର, ତାହେଲେ ସେ ଦୁଇଟାକ ତ୍ରିଭୁଜ ସର୍ବସମ। ତାପରେ ଆମର ସତ କୋଣ ବାହୁ କୋଣ ମୁଁ ଏଠି ତ୍ରିଭୁଜ ଦୁଇଟାକ ନେଇଛି, କ'ଣ ନା DEF GHI। ଆ ଦେହରେ ଅଛି DFE କୋଣ ସର୍ବସମ ଅଛି କାରେ ଯେତିକି GHI। ତାପରେ GIH କୋଣ DEF କୋଣ ସହିତ ସମାନ। ତାପରେ ଗୋଟେ ବାହୁ ସମାନ DE ଏବଂ GI ସମାନ। ତେଣୁକରି ଗୋଟାଏ କୋଣ, ଗୋଟାଏ ବାହୁ ଏବଂ ଆଉ ଗୋଟେ କୋଣ, ଦୁଇଟା କୋଣ ଗୋଟେ ବାହୁ ସମାନ ରହିଲେ ଦୁଇଟାକ ତ୍ରିଭୁଜ ସର୍ବସମ। ଏଠି ମୁଁ ଗୋଟେ କୋଶ୍ଚିନ୍ ଦେଇଛି, ତିନିଟା ଚାରିଟା ସର୍ତ୍ତ ଜାଣିଲେ। ତାପରେ ଏଠି ଗୋଟେ କୋଶ୍ଚିନ୍ ଦେଇଛି ଯେଉଁ AOB ତ୍ରିଭୁଜ ଆଉ DOC ତ୍ରିଭୁଜରେ ଦେଇଛି କ'ଣ ନା OA ସମାନ OC, BO ସମାନ OD ଦେଇଛି। ଏଇଟା ସର୍ବସମ ହେବ କେଉଁ ସର୍ତ୍ତ ଅନୁଯାୟୀ? ଏଠି ଆମେ ଦେଖିବା, ଏଇ ଯେଉଁ BD ଆଉ AC ପରସ୍ପରକୁ O ବିନ୍ଦୁରେ ଛେଦ କରିଛନ୍ତି।
ତାହେଲେ ଏ ଦି ବାହୁ ଯଦି ବି ଓ ଆଉ ଡି ଓ ସମାନ ତ୍ରିଭୁଜର ଏ ଓ ବି ତ୍ରିଭୁଜ ଏ ଓ ବି ତ୍ରିଭୁଜ ଏବଂ ଡି ଓ ସି ତ୍ରିଭୁଜ ମଧ୍ୟରେ କିଏ କିଏ ସମାନ ରହୁଛନ୍ତି ନା ବି ଓ ସମାନ ସି ଓ ଏ ଓ ସମାନ ସି ଓ। ଆଉ କ'ଣ ରହିଲେ ଆମର ଏଇ ତ୍ରିଭୁଜ ଦୁଇଟା ସମାନ ହେବ ନା ଏ ଓ ବି କୋଣ ସମାନ ସି ଓ ଡି କୋଣ। ଏ ଦୁଇଟା କେଉଁ କୋଣ ପ୍ରତୀପ କୋଣ ଅନୁଯାୟୀ ସମାନ। ତାହେଲେ ଆମର କେତେ ହେଲା ଏଇଟା କେଉଁ ସର୍ତ୍ତ ଅନୁଯାୟୀ ହେବ ନା ବାହୁ କୋଣ ଏବଂ ବାହୁ। ତାହେଲେ କ'ଣ ହେଲା ବା କୋ ବା ଅନୁଯାୟୀ ତ୍ରିଭୁଜ ଦ୍ୱୟ ସମାନ। ମୋ ଭିଡ଼ିଓଟି ଯଦି ଭଲ ଲାଗୁଥିବ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ କମେଣ୍ଟ ଦେବେ।